ସମାଜର ତଳ ସ୍ତରରେ ଯେଉଁ ଲୋକମାନେ ରହିଛନ୍ତି ଅନୁଷ୍ଠାନ ସମର୍ପିତ ଦେଖୁଛନ୍ତି ବୃଦ୍ଧାଶ୍ରମ ଖୋଲୁଛି ଅନେକ ସମୟରେ ନିଜ ମାନେ ପିତାମାତାଙ୍କୁ ଲୋକମାନେ ଭୁଲି ଯାଉଛନ୍ତି। ସେତେବେଳେ ଏମିତି ସେବା ସଂଗଠନର ଭୂମିକାଟା କ'ଣ ହେବା ଦରକାର? ଏହାର ଭୂମିକା ରହିବ ଯେ ମୁଁ କେବେ ଜରା ନିବାସର ସମର୍ଥନରେ ନଥାଏ। କାହିଁକି ନା ଭାରତ ବର୍ଷରେ ଜରା ନିବାସ ଶବ୍ଦଟା ଭାରି ଘୃଣ୍ୟ ପ୍ରଥା। କାହିଁକି ଓଲ୍ଡେଜ୍ ହୋମ୍ ହେବ? ଆମେ ଯଦି ପ୍ରତ୍ୟେକ ଲୋକ ଆମ ବାପା ମାଆଙ୍କୁ ଆମେ ପୋଷିବା, ଆପଣ ବାପା ମାଆଙ୍କୁ ଆପଣ ଘରେ ରଖିବେ, ଜରା ନିବାସର ପ୍ରୟୋଜନ କ'ଣ ଅଛି? ହୁଏତ ଅନାଥ ଆଶ୍ରମର ପ୍ରୟୋଜନ ଅଛି। ଜରା ନିବାସରେ ମୋ ବାପାଙ୍କୁ ମୁଁ ନେଇ କାହିଁକି ଛାଡ଼ିବି ମୁଁ ଯଦି ପୋଷିବାର ଦମ ଦେଖେନି? ତେଣୁ ଏଇ ଯେଉଁ ଫାଉଣ୍ଡେସନ୍ ଆମେ ପ୍ରତିଷ୍ଠାତା ପରାମର୍ଶ ଦେବୁ ଯେ ଜରା ନିବାସ ବିରୋଧରେ ଫାଉଣ୍ଡେସନ୍ କାମ କରିବ। ପିଲାଙ୍କୁ ଭକ୍ତି ମାର୍ଗ ଛାଉ, ପିତାମାତାଙ୍କୁ ଆମେ ଘରେ ପୋଷିବୁ, ବୃଦ୍ଧ ବୟସରେ ବାପା ମାଆଙ୍କୁ ବିଦା କରିବା କାହିଁ? ଜରା ନିବାସର ବିଲକୁଲ ପ୍ରଶ୍ନ ଉଠୁନି। ଜରା ନିବାସ ଆଜି ଯୋଉଠି ଅଛି ସେଠି ଯେଉଁମାନେ ଅଛନ୍ତି ଯାଆନ୍ତୁ ପଚାରିବେ, ତାଙ୍କ ପିଲାମାନେ ତାଙ୍କୁ ଖାଇବା ପିଇବାକୁ ଦେଲେନି ବୋଲି ଜରା ନିବାସକୁ ଗଲେ। ସେଇ ବାପା ମାନେ ସେ ପିଲାମାନଙ୍କୁ ଖାଇବାକୁ ଦେଉଥିଲେ ନା? କହିଲେ ଆମେ ପ୍ରଥମେ ଦେଖିବୁ ଯେ ଆପଣ ପୁଅ ଆପଣଙ୍କୁ ସେବା କରୁ, ଭକ୍ତି କରୁ, ଖାଇବାକୁ ଦେଉ ବାଧ୍ୟ, ତାହେଲେ ଆପଣ ଜରା ନିବାସ ଖାଇବେ। ମୁଁ ତାଙ୍କୁ ପରାମର୍ଶ ଦେବି ଯେ ଆମେ ପିଲାଙ୍କୁ ପୁରା ଘର ଘର ବୁଲିକି ବିଦ୍ୟାଳୟକୁ ଯାଇକି ପିଲାମାନଙ୍କୁ ମୁଁ ତାଙ୍କ ସହିତ ସାଥ ଦେବି, ପିଲାଙ୍କୁ ବୁଝେଇବା ଯେ ପିଲାମାନେ ଭବିଷ୍ୟତରେ ତମ ବାପା ମାଆଙ୍କୁ ପୋଷିବ, ସେମାନେ ତମକୁ ପୋଷିଥିଲେ। ଜରା ନିବାସକୁ ଆମେ ଛାଡ଼ିବାନି। ଆମେ ଜରା ନିବାସ ବିରୋଧରେ ଆମେ ସବୁବେଳେ ଶିଖେଇବୁ ପିଲାମାନଙ୍କୁ।